ପ୍ରେମ ପାଇଁ ଜୀବନ ଦେବାକୁ ପଛଉନାହାନ୍ତି ପ୍ରେମିକ। ଯାହାକି ପ୍ରମାଣ କରି ଦେଖାଇଛନ୍ତି ଲୋକନାଥ ଡଙ୍ଗରୀ। ପ୍ରେମରେ ପାଇବା ହରାଇବା ତ ଥାଏ, ହେଲେ ପ୍ରେମ ବଞ୍ଚି ରୁହେ ଗୋଟିଏ ଶକ୍ତ ଶପଥରେ, ପ୍ରତିବଦ୍ଧତାପୂର୍ଣ୍ଣ ପ୍ରତିଶ୍ରୁତି ଓ ପ୍ରତିଜ୍ଞାର ପିଲର ଉପରେ। ଯେଉଁଠି ପ୍ରତିଶ୍ରୁତି ନାହିଁ ସେଠି ପାଇବାର ଆଶା ନାହିଁ। ପ୍ରତାରଣାର ପଣିକା ତ ଏଠି ସମସ୍ତେ ଘୋଷନ୍ତି, ହେଲେ ସେଇମାନେ ହିଁ ପ୍ରେମକୁ ପ୍ରାପ୍ତ କରନ୍ତି ଯେଉଁମାନେ ନିଜ ପ୍ରେମକୁ ପବିତ୍ର ଭାବି ତାକୁ ପୂର୍ଣ୍ଣତାର ସହ ଶେଷ ଯାଏ ନେବାକୁ ପ୍ରତିଜ୍ଞା କରିଥାନ୍ତି। ଆଜି ଗୋଟିଏ ଏମିତି ଏକ ପୁଅର ସଚୋଟ ପ୍ରେମ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା କପିଳେଶ୍ୱର ମନ୍ଦିରରେ। ଇଚ୍ଛାପୁର ପଞ୍ଚାୟତ ଡାଙ୍ଗବାଡ଼ି ଗ୍ରାମର ଗୁରୁଦାସ ଓ ମରିଚିଙ୍କ ପୁଅ ଲୋକନାଥ ଡଙ୍ଗରୀ। ଲୋକନାଥ ଉଚ୍ଚଶିକ୍ଷିତ ହୋଇଥିଲା ବେଳେ ଚେନ୍ନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି। ହେଲେ ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ିଠାରୁ ଆମ୍ବଭଟା ପ୍ରାୟ 4ରୁ 5 କିଲୋମିଟର ଧାରଣାରେ ପଡ଼ି ପଡ଼ି ଆସି ଶିବଙ୍କୁ ଦର୍ଶନ କରିବା ସହ ଭଗବାନଙ୍କ ନିକଟରେ ମାନସିକ ରଖିଛନ୍ତି। ଆଉ ପୁଅର ଏହି ନିଷ୍ଠା ସମର୍ଥନରେ ନିଜକୁ ସମର୍ପିତ କରିଛନ୍ତି ପିତା ଓ ମାତା। ଶାଶ୍ୱତ ପ୍ରେମକୁ ସାର୍ଥକ କରିବା ପାଇଁ ମନ୍ଦିର ରାସ୍ତାରେ ପୁଅକୁ ସୁରକ୍ଷା ଦେବାକୁ ବସ୍ତ୍ର ପକାଇ ଧାରଣା ପଡ଼ିଯିବା ସମୟରେ ସାହାଯ୍ୟ କରନ୍ତି ଏବଂ ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ପିତାମାତା। ରାୟଗଡ଼ାରୁ ଦିଲ୍ଲୀପ କୁମାର ପଡ଼ିଆରୀଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।